शरण शरण पशिया लोक को मरण मुख उठाईदेवा मनीषर मनीष पुणिया नुहे तू ताको छाड़दे ता नले ना जानी ना पहचान तू मेरा मेहमान नी पेरवन था पेपर ना नंबर है पता सुन रहे तू टिके खुशी पड़ रहे तू यहाँ सहित टिके गिली गिली जाकेस कर रहा ಅಯ್ಯಯ್ಯೋ ಆಗೂ ಕಟ್ಟು ಅನ್ನಗೂ ಕಟ್ಟು ಅನ್ನಗೂ ಸರಿಗೊಂಡ್ರೆ ಅನ್ನಗೂ ಜಗ್ಗನಾಗ ಬರ್ತವ್ರೆ ಜಗ್ಗನಾಗ ಬರ್ತಾವ ଛାଡ଼ିଦେ ସେ ଆମ ଘରର ଅତିଥି ମୁଁ ତ ସେ ଟଙ୍କା ନେଇଛି ମୁଁ ପରିଶୋଧ କରିବି ବାବୁ ଆମ ଘରର ଅତିଥି ତାକୁ ଛାଡ଼ିଦେ ଆଜ୍ଞା ତୋତେ ତୋତେ ନେଉଡ଼ା ଆଉଛି ବୋଲି କହିଲେ 2400 ଟଙ୍କାକୁ 24,000 କରିଦେବା यार पैसा मागे कौचे हे मासरे देबी देलुगड़ा अशुटा 10,000 पड़ेबार पैसा नहीं देवार आग को रहीबार बेला बुड़ समाने 7 मिनट 7 सेकेंड अन्न अन्न खाली आईबन रे सांगे बामुण ना नगर को नहीं पैसा दबु रे नले तो जुओ को दबु रे ఏంట్రా లోపలికి వస్తుంది నువ్వు అన్నకు వస్తుంది అన్నతో సరిపోలే అన్నతో జగ్గివరా అన్నతో జగ్గివ ఇదాలే तो मुड़ कर दो बरे अच्छा लगा तो खीर दूंगा बुरा लगा तो चीर दूंगा ना पेरू अन्ना रेड्डी बिजू बाबू आपन को अधुतारे डकाई एते बड़ दंड देली आउ ए मो झियो सीता ये हो आम फैक्ट्री सुपरवाइजर बिजू बाबू मो देह खराब होगार कथा सुनी से मत देखिया आसते आपणकर किसी होनी तो कौन से कथा प्रथम आप कहतु लोकटा किए आप तार सुजोग ऋण आनी कहीं हाँ अभाव अनटन पड़ी मुझे 2400 टंका सुधर आनी ठीक समय सुधि न पार बर्तमान से 24,000 टकर पहुँची से आना हो सर आप गोटे कम कर फैक्ट्री लोन पे एप्लाय करूँ मुझे ओनर सहित कथा सही आपण लोन पे मुझे कथबार्ता बिजू बाबू 10,000 टंका सुधर आनी सुधु झीटा मोर एत बड़ हो गला मोर तो रिटायरमेंट समय हो गला मत दब किए लोन हो सर से आनार कहवा अनुसार रविवार दिन निश्चय आस आप कम करूँ आप चेष्टा करूँ मुझे चेष्टा करी भगवान चाहे सब समस्या समाधान मौका नमस्कार
ସେମିତିକା କଥା କହି ଏ ବୁଢ଼ା ବାବୁଟାର ମନଟାକୁ ଭାଙ୍ଗିଯାଏ ନା। ତତେ ବଞ୍ଚେଇବା ପାଇଁ ତତେ ପାଠ ପଢ଼େଇ ବଡ଼ ମଣିଷ କରିବା ପାଇଁ ମୁଁ ସେ ଅନ୍ୟଠାରୁ ସୁଧରେ ଟଙ୍କା ଆଣିଥିଲି, ହେଲେ ତତେ ଜହର ଦେଇ ମାରିବା ପାଇଁ ନୁହେଁ ମା। ଏମିତି ଜୀବନ ରଖି ଲାଭ କର ବାପା। ଯୋଉ ଜୀବନ ପ୍ରତି ମୁହୂର୍ତ୍ତରେ ଦୁଃଖ ସୁଖରେ ସାଲିସ କରି ଆସୁଛି, ନିଜ ବୁଢ଼ା ବାପାର ମସ୍ତ ବଡ଼ ଭୁଲ ହେଇଯାଇଛି। ନାଇଁ ରେ ମା, ତୁ ସେମିତିକା କଥା କହି ଏ ବୁଢ଼ା ବାପାଟାର ମନଟାକୁ ଭାଙ୍ଗିଯାଏ ନା। ତୁ ଦେଖିବୁ ରେ ମା, ତୁ ବଞ୍ଚିଥିଲା ପର୍ଯ୍ୟନ୍ତ ଆମେ ତୋର କୌଣସି କ୍ଷତି କରିବାକୁ ନାହିଁ। ସେଥିପାଇଁ ମୁଁ ବସରେ ରକ୍ତରେ ହୋଲି ଖେଳିବି, ହେଲେ ତୋ ଦେହରେ କଳ ଲଗା ଟିକେ ଲଗାଇ ଦେବିନି। ତୁ ତାକୁ କାନ୍ଦରେ ମା, ଭଗବାନ ଚାହିଁଲେ ବୁଝିଲ। ଦେଖ ରାମବାବୁ, ତମେ ମଧ୍ୟମ ସେ ଆସିଛ ଯେତେବେଳେ ଆମ ଦି ଘର ଭିତରେ ବନ୍ଧୁତା ସ୍ଥାପନ କରିବା ତମର ହେଲା କାମ। ଆମ ଡିମାଣ୍ଡ ତାଙ୍କୁ ଜଣେଇବା, ତାଙ୍କର ଇଚ୍ଛା ଅନିଚ୍ଛା ଆମକୁ ଜଣେଇବା ତମର ହେଲା କାମ। ନା କ'ଣ କହୁଛ ରାମବାବୁ? ମୋ କଥାରେ କେବେ କିନ୍ତୁ କାମ ଠିକ ହେବନି ମ୍ୟାଡାମ। ଆପଣ ଯାହା ଯାହା କହିବେ ମୁଁ ଯାଇ ତାକୁ ଠିକ ଠିକ କହିଦେବି। ନା ଆଉ କ'ଣ? ହଁ ରାମବାବୁ, ତମେ ତ ଜାଣିଛ ମୋ ବଡ଼ ପୁଅ ବିଜୁ ପେପର ମିଲେ ସୁପରଭାଇଜର ଅଛି, ସାନ ପୁଅ ଅଜୁ ନାଲକୋରେ ଇଞ୍ଜିନିୟରିଂ କରୁଛି। ମୋ ଦି ପୁଅ ପାଇଁ ଦିଟା ବୋହୂ ମୋର ନିହାତି ଆବଶ୍ୟକ। ହଁ, ବହୁତଟା ସୁନ୍ଦର ହେବା ସଙ୍ଗେ ସଙ୍ଗେ ଦବା ନେବା ଦାଣ୍ଡ ସୁନ୍ଦରକୁ କିଛି କମ୍ ହେଲେ ଚଳିବନି ରାମବାବୁ। ହବନି। ମୋ ନାଁଟି ପରା ରାମନାରାୟଣ ରାୟ। ମୁଁ ପ୍ରଥମେ ବର ଖୋଜି ଘର ଠିକ କରେ। ଏମିତି ଖୋଜି ଖୋଜି ବହୁଟିଏ ଆଣିବି, ଆପଣ ଜିଥିଲା ଯାଏ ତାର ଗୁଣ ଗାଉଥିବେ, ହେଲେ ଗୁଣଟିଏ ବାହାର କରିପାରିବେନି। ହେଲେ ମୋ ପାଉଣାଟା ଯେମିତି ମନ ଥାଏ। ନିଶ୍ଚୟ ନିଶ୍ଚୟ, ସେମିତିରୁ ଟଙ୍କାଟେ ହେଲେ ଉଣା ହବନି। କିନ୍ତୁ ରାସ୍ତା ଖର୍ଚ୍ଚକୁ 3 ଲକ୍ଷ ଟଙ୍କାର କମ୍ ହେଲେ ଚଳିବନି ରାମବାବୁ। ଓହୋ, ମୁଁ ପ୍ରଥମେ ପ୍ରସ୍ତାବଟା ପକେଇ ସାରେ। ହଁ ଦିଅନ୍ତୁ, ରାସ୍ତା ଖର୍ଚ୍ଚ ନହେଲେ କ'ଣ ଚଳିବ? ଏହା ଆଗ ଦରକାର ନା। କେତେ ଦେଲେ? ମାତ୍ର 100 ଟଙ୍କା। ହବନି ଆଜ୍ଞା, ହବନି? ହବନି। ଆଜିକାଲି ଦର ଦାମ ରେଟ୍ ବାଟ ଯା ହୁ ହୁ ହୋଇ ବଢି ଚାଲିଛି ନା, ଜମା ହବନି। ହଉ ହଉ, କାହିଁ ତମ ମନ ଦୁଃଖ କରି ନିଅ। 100 ଟଙ୍କା? ହଁ, ଇଏ ଏକମାତ୍ର ଚଳିବ। ଚଳିବ। ହଁ, କ'ଣ ରାମବାବୁ? ନମସ୍କାର ଆଜ୍ଞା, ନମସ୍କାର। ମ୍ୟାଡ଼ାମ କଥା ସରିଲା ନା କ'ଣ? ହଁ, ମ୍ୟାଡ଼ାମଙ୍କ ସବୁ କଥା ସରିଗଲା। ପୁଣି କିଛି ଦରକାର ନାହିଁ, କିଛି ଦରକାର ନାହିଁ। ସେ ଯାହା କହିଥିବେ କିଛି କମ୍ କହିନଥିବେ। ଏ ଘରେ କେବଳ ଆମ ହୋମ୍ ମିନିଷ୍ଟର ହୁକୁମ ହିଁ ଚାଲିଛି। ନା 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 ନା, ମ୍ୟାଡ଼ାମ କ'ଣ ତଳେ ରହିବା ଲୋକ? ସେ ଭାରି ଉପରେ ଅଛନ୍ତି ନା। ରାସ୍ତା ଖର୍ଚ୍ଚକୁ 3 ଲକ୍ଷ ଟଙ୍କା, ପୁଣି ଦାଣ୍ଡ ପ୍ରସ୍ତାବ। ହଉ ଆସୁଛି ଆଜ୍ଞା, ନମସ୍କାର। ହଉ ଆସୁଛି ମ୍ୟାଡ଼ାମ, ନମସ୍କାର। ନମସ୍କାର, ପୁଣି ଆସିବେ। ଏ ବିଷୟ ତାଙ୍କ ଆଗରେ କଥା ହେଇଥିଲେ କ'ଣ ଚଳିନଥାନ୍ତା? ଆରେ କ'ଣ ଚଳିନଥିଲା? ଆରେ ନ କହିଥିଲେ ଘର ବିଷୟରେ ତମର କେତିକି ପେଷ୍ଟ ସେ ଜାଣିବା ଦରକାର ନା। ଏଇଥିପାଇଁ ତମ ଉପରକୁ ମୋ ରାଗ ଚିଡ଼େ। ହଁ, ସେଗୁଡ଼ା ବୁଝିବନି ସୁଝିବନି, ସମସ୍ତ ସାଙ୍ଗରେ ଏମିତି କରିବ। କୋଉ କଥା ଚାଲିଛି ବାପା? ଏ ତମ ସୁରିଗାଈଙ୍କର ବାହାଘର କଥା। ତମ ବହି ପୁରା ବ୍ୟସ୍ତ ବୁଝିଲେଣି। ଆରେ ବ୍ୟସ୍ତ କେମିତି ହବନି କହିଲ? ସେ ଦାୟିତ୍ୱ ପରେ ବୋଉକୁ ଛଡ଼ା ଯାଇଛି। ଆଉ କିନ୍ତୁ ଭାଇ କିନ୍ତୁ କିନ୍ତୁ କ'ଣ କିରେ? ନା ବୋଉ, ହଁ? କଥା କ'ଣ କି? ବାହାଘର ପୂର୍ବରୁ ମୋଚନ ପତ୍ର ନାହିଁ, ହେଲେ ଭାଇକି ଟିକେ ପଚାରି ପାରିଲୁନୁ? ଭାଇକି ପଚାରିବି? ମୋର କାହାକୁ କିଛି ପଚାରିବା ଦରକାର ନାହିଁ। ମୁଁ ଜାଣିଛି ମୋ ପୁଅ ବିଜୁ ମୋ କଥାରେ କେବେ ହେଲେ ଅବାଧ୍ୟ ହବନି। ତୁ ଖାଲି ତୋ କଥା କହ। ମୋ କଥା କ'ଣ ମାନେ ମଙ୍ଗ ଯୁଆଡ଼େ ଆଉ ଡଙ୍ଗା ଯୁଆଡ଼େ, ତୁ ଯୁଆଡ଼େ ଆମେ ସମସ୍ତେ ଯୁଆଡ଼େ। ଦେଖିଲ କି ମୋ ପୁଅ ମାନଙ୍କୁ ଦେଖିଲ ତ? କଥା କାହିଁ କ'ଣ କରୁଛୁ? ସେ କଥା ତୁ ମୋତେ ବୁଝୁ ନା ଭାଇ। ଆରେ ତୁ କ'ଣ ଜାଣିନୁ, ବୋଉର କଥା ମୋ ପାଇଁ ପଥର ଗାର ବୋଲି। ରାତିରେ ପରେ ମୁଁ ତ ସେଇ କଥା କହୁଥିଲି। ବୋକା, ରାତିରେ କ'ଣ କହିଥିଲୁ କ'ଣ ନିଜ ବଳରେ ମନେ ଅଛି? ମୋର କିଛି ଶୁଣିବା ଦରକାର ନାହିଁ।
ସେ ସ୍ୱାମୀ ହଉ କି ପୁଅ ହଉ ମୋ ସ୍ୱାମୀ ଯେ ହସ୍ତକ୍ଷେପ କରିବ ସିଏ ହବ ମୋର ପରମ ଶତ୍ରୁ। କଣ ବୁଝାଉଛ? ଏଠି ଆଉ ଠିଆ ହେଇଛ କାଇଁ? ଅଫିସ ଯିବାର ନାହିଁ କି? ଆରେ ହଁ କେତେବେଳେ ତ ବାହାରିଛି। ପୁଣି ଠିଆ ହେଇଗଲ କାହିଁକି? ଆରେ ମହାରାଣୀ ଖାଇବାକୁ ଚାଲିଥିଲା ଯିବି। ଓହୋ ହଉ ଆସ ଆସ ଆସ। ଏ ଭାଇ ବୋଉ ପୁରା ପଳେଇ ଯାଉଛି ପୁରା। ମୁଁ ଦେଖୁଛି ତୁ ମତେ ପୁରା ବୁଡ଼େଇ ଦଉ। ଏ ଭାଇ ମୁଁ ତାକୁ ଭଲ ପାଏ ବୋଲି କାଲି ରାତିରେ ପରା ମୁଁ କହୁଥିଲି ନା। କହିଥିଲୁ ସେଇଠୁ କଣ ହେଇଗଲା? ତୁ ଟିକେ ମୋ ପାଇଁ ଟିକେ ବୋଉ ଟିକେ କହିଦେନୁ। ଆରେ ବୋକା ସିଏ ମତେ ଓଲଟି ଶୁଣେଇବ। ନା ନା ଭାଇ ତତେ ନିଶ୍ଚୟ ତୋ କଥା ନିଶ୍ଚୟ ରଖିବେ। କାହିଁକି ନା ଆମ ସେଟା ତତେ ବହୁତ ଭଲ ପାଆନ୍ତି ଆଉ ସ୍ନେହ କରନ୍ତି ଆଉ ତ କଥା ବି ରଖନ୍ତି। ତୁ ଟିକେ ବୋଉ ପାଇଁ ମୋ ବାହାଘରଟା ପକ୍କା କରିଦେ। ଦେଖିବୁ ମୁଁ ତତେ ଗୋଟେ କଣ ଦେବି କଣ ଦେବି। ହଁ ଭାଇ ମୁଁ ତତେ ଗୋଟେ ସୁଟ୍ ଦେବି। ହଁ ସୁଟ୍ ଦେବୁ? ହଉ ଠିକ ଅଛି। ମୁଁ ଫ୍ୟାକ୍ଟ୍ରି ଯାଉଛି। ଫ୍ୟାକ୍ଟ୍ରିରୁ ଫେରିଲେ ବୋଉ ସହିତ କଥା ହେଇ ଖାଲି ସହିତ ତୋ ବାହାଘରଟା ପକ୍କା କରିଦେବି। ଆଉ ତାପରେ ତୋ ଭାଗ୍ୟ। ସତରେ ଭାଇ ତୋ ଭଳି ଭାଇ ଆଉ ଜଗତ ନାହିଁ। ଆଉ ତୁ ନ ମାନି କଣ ଖାଇଯିବ ବେ? ମୁଁ ସତ କହୁଛି ଭାଇ ଏ ମୋ ଅନ୍ତରର କଥା। ତୁ ଯଦି ପାଠପଢ଼ା ଛାଡ଼ି ବାପାଙ୍କ ଯଦି ସେ ପାଠ ନ ପଢ଼ିଥାନ୍ତ ମୁଁ କ'ଣ ଇଞ୍ଜିନିୟର ହୋଇପାରିଥାନ୍ତି? ହେଲା ବାବା ହେଲା। ଆରେ ମୁଁ ଫ୍ୟାକ୍ଟ୍ରି ଯାଉଛି। ଫ୍ୟାକ୍ଟ୍ରି ଫେରିଲେ ବୋଉ ସହିତ କଥା ହେଇ ଖାଲି ସହିତ ତୋ ବାହାଘରଟା ପକ୍କା କରିଦେବା। ହଁ ଶୁଣ ରାଣୀ କଲେଜ ଯାଇଛି କି ନାହିଁ ତା କଥା ଟିକେ ବୁଝିବୁ। ହଁ ଦେଖିବୁ ରାଜା ବୋଲି କେଇ ଜଣ ଟୋକା ଆମ ରାଣୀକୁ ରାସ୍ତାରେ ବହୁତ ହଇରାଣ କରୁଛି। ମୁଁ ଫେରିଲେ ତା କଥା ବୁଝିବି। ମୁଁ ତ ଫ୍ୟାକ୍ଟ୍ରି ଯାଉଛି। ଏ ଭାଇ ଟିକେ ରହ। ଆଜି ପରା ମୁଁ କମ୍ପାନୀରେ ଜଏନ୍ କରୁଛି। ତୋର ଆଶୀର୍ବାଦ ନିହାତି ଦରକାର। ତା ନହେଲେ ମୁଁ କମ୍ପାନୀରେ ଜଏନ୍ କରିବି କେମିତି? ବୋକାଟା ନା କ'ଣ? ଆରେ ବୋକା ମୁଁ ସିନା ତୋ ବଡ଼ ଭାଇ ହେଲେ ଘରେ ସମସ୍ତଙ୍କଠୁ ବଡ଼ ହଉଛନ୍ତି ବାପା ବୋଉ। ଆରେ ଯା ସେମାନଙ୍କ ଆଶୀର୍ବାଦ ନେଇ ଯା। ନା ବାପା ବୋଉ ସିନା ଜନ୍ମ ଦେଇଛନ୍ତି କିନ୍ତୁ କର୍ମ କରିନାହାନ୍ତି। ଜନ୍ମଦାତା ଠାରୁ କର୍ମଦାତା ବହୁ ଗୁଣରେ ବଡ଼। ତୁ ମୋତେ ଆଶୀର୍ବାଦ କର ଭାଇ ମୋ ଚାକିରି ଜୀବନରେ ଆମ ସମସ୍ତଙ୍କର ସୁଖ ମିଳୁ। ମୁଁ ତୋତେ ଆଶୀର୍ବାଦ କରୁଛି ତୋ ଜୀବନଟା ସୁଖମୟ ହଉ। ତୋ ଚଲା ବାଟ ସଦା ପୁଷ୍ପିତ ହଉ। ଏତିକି ହିଁ ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା। ହଁ ମୁଁ ଫ୍ୟାକ୍ଟ୍ରି ଯାଉଛି। ରାଣୀ କଥା ଜମା ଭୁଲିବୁନି। ଭୁଲିନି ଭାଇ ଜମା ଭୁଲିନି। ତୋ ପାଇଁ ତ ସବୁ ସରିଲା। ମୁଁ ଏବେ କ'ଣ କରୁଛି ତୁ ଅପେକ୍ଷା କରିଥାଏ। ପୁରା ଟଚ୍ କରିବୁ ବୁଝୁଲୁ ସାଙ୍ଗ। ଏମିତି ଅପେକ୍ଷା କରି କରି ତୋ ଛାତି ଭିତରର ଫୁସଫୁସଟା ସୁସୁ କରିବା ବନ୍ଦ କରିଦବ। କିନ୍ତୁ ତୋ ଦ୍ୱାରା ପ୍ରେମ ହେଇପାରିବନି। ତଥାପି ମୁଁ ଅପେକ୍ଷା କରିବି। ଅପେକ୍ଷା କରିବୁ ନା ଛେନା ଗୁଡ଼ କରିବୁ? ଆବେ ଅପେକ୍ଷା କରୁଛୁ କାହାକୁ କରୁଛୁ କ'ଣ ପାଇଁ କରୁଛୁ? ତୁ ଯଦି ମୁହଁ କରି ନ କହିବୁ ତାହେଲେ ଏଇ ବାଟ ଦେଇ ଯିବା ଲୋକ କେମିତି ଜାଣିବେ ତୁ ଅପେକ୍ଷା କରୁଛୁ ନା ଆଇସ୍କ୍ରିମ୍ ଖାଇବାକୁ ଜଗି ବସୁଛୁ? ଜଗି ବସିବା ଛଡ଼ା ମୁଁ ଆଉ କ'ଣ କରିବି? ହେଇପାରିବନି। ମୁଁ ଆଗରୁ ଭାବିକି ରଖିଥାଉଛି ସେ ଆସିଲେ ଫଟାଫଟ କହିଦେବି ବୋଲି। କିନ୍ତୁ କ'ଣ ହବ ତାକୁ ଦେଖିଲେ ମୋର ଫ୍ୟୁଜ୍ ଉଡ଼ି ଯାଉଛି। ହେଇପାରିବନି। ହେଇପାରିବନି। ତାହେଲେ ମୁଁ କ'ଣ କରିବି? ଶୁଖୁଆ ବେପାର କରୁନୁ। ଇଏ ପ୍ରେମ କରିବ
ମୁଁ ଶଳାକୁ ବାଟ ଦେଖେଇବି। ହଉ ଠିକ ଅଛି ନାଇଁ ଠିକ ଅଛି। ଆଚ୍ଛା କହିଲୁ ତୁ ଓଡ଼ିଆ ଫିଲ୍ମ ଦେଖିଛୁ? ହଁ ଦେଖିଛି, ଦେଖିବି ମଧ୍ୟ। ପୁରା ଟଚ୍ କରିବୁ। ଆଚ୍ଛା କହିଲୁ କହିଲୁ ଫିଲ୍ମରେ କ'ଣ ହୁଏ? ଫିଲ୍ମରେ କ'ଣ ହୁଏ? ହିରୋ ଭିଲେନକୁ ମାରେ, ଆଉ କ'ଣ କରିବି? ଏଇଠି ତୁ ପାଣି ଠିଆ କରିଦେଲୁ। ଆରେ ହିରୋ ହିରୋଇନକୁ ପଟେଇବା ପାଇଁ ଗୋଟେ ରୋମାଣ୍ଟିକ ସଙ୍ଗ ହୁଏ। ଇଏ ଯେମିତି ଆମର ଲେଟେଷ୍ଟ ଆସିଥିଲା ରସବତୀ ବିଲାସ, ରସବତୀ ବିଲାସ ମତେ ଧରେଇଦେଲ ମତେ ଗୀତ ଗାଇ ଆସେନି ବେ। ଆଉ କ'ଣ ଖାଲି ମାରିବା ଜାଣିଛୁ? ଦେଖ ସାଙ୍ଗ ହିସାବରେ ମୁଁ ତତେ ସବୁ କଥା କହିଗଲି। ଏଣିକି ତୋ ଭାଗ୍ୟ। ହଉ ଏଥର ମୁଁ ଚାଲିଲି ପକେଇଥିବା ଲାଠି ଖଣ୍ଡକୁ ଟାଣିବା ପାଇଁ। ମୋର ସିଲେକ୍ସନ ଅଛି ଗଲା ଶଳା ଚାଲିଗଲା। କ'ଣ ସେ ଗୀତଟା ଗାଇକି ଗଲା? କ'ଣ ସେ ଗାଇଲା ଗୀତଟା? କ'ଣ ଗାଇଲା? ଏଇ ତ ରାଣୀ ଆସିଲ। ହେ ମା ଠାକୁରାଣୀ ତୁଇ ସା ଭରସା। ରସବତୀ ବିଳାସ ମତେ ଧରେଇଦେଲ ତମେ ଦେଖି ବିଳାସ। ରସବତୀ ବିଳାସ ଜନଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟ ବିଧାତା। ଆଜି ଯେ ମୁଁ ଜାଣିଥିଲି ତମେ ଗୋଟେ ସଡ଼କ ଛାପ ରୋମିଓ ବୋଲି, କିନ୍ତୁ ଆଜି ଜାଣିଛି ତମେ ଗୋଟେ ନିହାତି ଶସ୍ତା ବାଦ୍ୟ ଯୋଗା। ଶସ୍ତା ଗୀତ ଗାଇ ଅଶ୍ଳୀଳତାକୁ ଇଙ୍ଗିତ କରି କେହି କାହା ମନକୁ ଜିଣି ପାରେନି। ନା ରାଣୀ, ମୁଁ ମାନେ ଆଇ ଲଭ୍ ୟୁ ରାଣୀ। ଓ ତାରା ସେ ଭଲ ପାଇବ ନିଜର ଭୁଲ ଭାବି ଯେତେ ଶୀଘ୍ର ପର୍ଯ୍ୟନ୍ତ ଚାଲିଯାଅ। ତା ନହେଲେ ତମକୁ ପ୍ରେମ ମିଳିବା ଅସମ୍ଭବ। କାରଣ ଏ ରାଣୀର ପ୍ରେମ ଏତେ ଶସ୍ତା ନୁହେଁ ଯେ ତମକୁ କଡ଼ା ପଇସା ପଡ଼ି ଦାନ କରିବ। ଦାନ ତମେ ଭୁଲ କହିଗଲ ରାଣୀ। ମୁଁ ମରୁଭୂମିର ମରୁଯାତ୍ରୀଟି ହେଇ ମଧ୍ୟ ତୁମର ସେଇ ଫେରିଲା ବାଟକୁ ଚାହିଁ ବସିଥିଲି। କାହିଁକି ନା ଆଇ ଲଭ୍ ୟୁ ରାଣୀ। ଆଇ ଲଭ୍ ୟୁ, 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 ଆଇ ଲଭ୍ ୟୁ। ତା ବାହାଘର କୋଉଠି ହବ ସେ ସିଦ୍ଧାନ୍ତ ମୁଁ ନେଇସାରିଛି। ହଉ ଅଜୁ ପାଇଁ ତତେ ପୁଣି ଥରେ ଚିନ୍ତା କରିବାକୁ ପଡ଼ିବ। ଆଲୋ ତା ବାପା ସହିତ ଟିକେ କଥା ହେଇଦେ। ଯଦି ପସନ୍ଦ ହେଲା ତୁ ମନା କରିଦେବୁ। ଓହୋ ବିଜୁ, ତୋରି ପାଇଁ ସେ ଆଜି ଏକ୍ଜିଟ୍ ହେଇଯାଇଛି। ତୁ ତା ଜିଦ୍ ମାନି ନେବା ଆଉ ଅନ୍ୟମାନଙ୍କୁ ମାନିବାକୁ ବାଧ୍ୟ କରିବା ଦ୍ୱାରା ତା ମୁହଁ ବେଶୀ ବଢ଼ିଗଲାଣି। ତୁ ମୋ ବାହାଘର ଯୋଉଠି କଲେ ବି ମୁଁ ଜମା ପାଟି ଦେବିନି। ହେଲେ ଅଜୁ ଯୋଉ ଝିଅକୁ ଭଲ ପାଉଛି ସେ ଝିଅକୁ ଯଦି ସେ ବାହା ନ ହୁଏ ତା ଜୀବନଟା କେବେ ବି ସୁଖମୟ ହେବ। କେବେ ବି ସୁଖମୟ। ତାର ଭଲ ପାଇବା ଆଗରୁ ଏ କଥାଟା ଭାବିବା ଉଚିତ ଥିଲା। ମୁଁ ତ କରିସାରିଛି, ତା ବୋଲି ତାକୁ ଶାସ୍ତି ଦେବୁ? ହଁ, ତାକୁ ଶାସ୍ତି ମିଳିବା ଉଚିତ। ତାର ପ୍ରଥମ ଭୁଲଟି ଶେଷ ଭୁଲ ହେଇ ରହିଯିବା ଦରକାର। ତା ନହେଲେ ସେ ସେମିତି ଜୀବନ ସାରା ଭୁଲ କରିଥିବ ଆଉ ତୁ ତା ଭୁଲ ପାଇଁ ସମସ୍ତଙ୍କ ଆଗରେ ଭୁଲ ମାଗି ଚାଲିଥିବୁ। ମୁଁ ତତେ କଥା କହୁଥିଲି ବୋଉ, ସେ ଜୀବନରେ ଏମିତିକା ଭୁଲ କେବେ ବି କରିବନି। ତା ଛଡ଼ା ହାଲିଣ୍ଡ ବାପା ମାଆଙ୍କୁ ମୁଁ ଭଲ ଭାବରେ ଜାଣିଛି। ସେ ସହରରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି। ତା ଛଡ଼ା ହଁ, କୋଠା, ଗାଡ଼ି, ବ୍ୟାଙ୍କ ବାଲାନ୍ସ କୋଉଥିରେ କମ୍ ନୁହନ୍ତି। ଆଉ ଝିଅଟି ବି ଦେଖିବାକୁ ବହୁତ ସୁନ୍ଦର। ଏ ବୋଉ ପିଲାଟା ମନ ଭିତରେ ରାଜି ହେଇଯା ନା। ହଁ ଠିକ୍ ଅଛି। ଅଜୁର ପ୍ରଥମ ଭୁଲକୁ ମୁଁ ଶେଷ ଭୁଲ ବାକି କ୍ଷମା କରିନେଉଛି। ତା କହିଦେବୁ ଜୀବନରେ ସିଏ ଆଉ ଭୁଲ କେମିତି ନ କରେ। ହଁ ବିଜୁ, ତୁ ଟିକେ ଅଜୁର ଭାବି ଶ୍ୱଶୁରଙ୍କ ଖବର ଦେଲୁ। ସେ ମୋତେ ଟିକେ ଦେଖା କରିବେ। ଡାକି ଆଣିବି। ହଁ, ଏ ବାହାଘରେ ମୋର କେତେଟା ସର୍ତ୍ତ ଅଛି। ସିଏ ଯଦି ସବୁ ସର୍ତ୍ତ ରାଜି ତାହେଲେ ବାହାଘରଟା ସେଇଠି ହବ। ତା ନହେଲେ ମୁଁ ଯୋଉ ପ୍ରସ୍ତାବ ରାଜି ତା ବାହାଘରଟା ସେଇଠି ହବ। କହିଦେବୁ ତାକୁ। କଣ ହେଲା? ଆରେ ତୋ କଥା ହବନି ତ ଆଉ କାହା କଥା ହବ କହିଲୁ? ଭଗବାନ ଆଜି ପିଲାଟାକୁ ବଞ୍ଚେଇ ଦେଲେ, ତାହା ନହେଲେ ଭାରି ମନ ଦୁଃଖ କରିଥାନ୍ତି। ଏ ଭାଇ, ମୋ ସୁନା ଭାଇ, ମୋ ଗେଲା ଭାଇ, ମୁଁ ଜମା ଛାଡ଼ିବିନି। ବୁଲେଇବି କହିଲା କଣ ନା କାନ୍ଦରେ ବସେଇ ବୁଲେଇବ। ଆରେ ତୁ ପରା ମୋ ସାନଟା,
ବରଂ ସେଇଦିନ ମୁଁ ତତେ ବର ବେଶରେ ସଜେଇ ମୁକୁଟ ପିନ୍ଧେଇ ତୋ କନ୍ୟା ଘରକୁ ନେଇଯିବି। ଆଉ ତାପରେ ଶୁଣ ତୋ ଭାବି ଶ୍ୱଶୁର ଡାକିଆ ବୋଉ ସହିତ କଥାବାର୍ତ୍ତା ହେଇ ଶାଲିନୀ ସହିତ ତୋ ବାହାଘରଟା ପକ୍କା କରିଦେବା। ଆଉ ତାପରେ ତ ବେଣ୍ଡ ବଜେଇଦବା। ପକାଇଲା ଜଣେ ଭାଇ ବୋଉ ଯାହା କହିବ ତା ଠାରୁ ଢେର ଦେବେ ଯେ ବୋଉର ଆଖି ପାଇବନି। ହେଲା ତ ଏମିତି ଚାହିଁଛୁ କଣ? ହେଲେ ମୋ କଥା ତୋ କଥା ମୋ ଭିତରେ ପୁଣି ତୋ କଥା? ବାସ୍ ଏଇ ସାମାନ୍ୟ କଥାଟା ଭୁଲିଗଲୁ। ମୁଁ ଦେଖୁଛି ବୋଉ ଆସିଲା ପରେ ତୁ ମତେ ମନରୁ ପୁରା ପାସୁ। ଏ ଭାଇ କଥାଟା ଆଜି କହିଲୁ ଆଉ କେବେ କହିବୁନି। ଗୋଟେ ଘର ମଝିରେ କାନ୍ଥ ବସିପାରେ, ଗୋଟେ ନଈ ମଝିରେ ପାଳ ବସିପାରେ, ହେଲେ ଗୋଟେ ମାଆର କୋଳ କେବେ ଦୁଇ ଭାଗ କରିବନି। ରକ୍ତର ସମ୍ପର୍କ କେବେ ଅଲଗା କରିବନି। ମୋ ଭାଇର ହାତ ଧରି ମୁଁ ଚାଲିଯିବି, ପାଠ ପଢି ବଡ ମଣିଷ ହେଲି, ସେ ଭାଇକୁ ମୁଁ ଭୁଲିବି ନା? ଭାଇ ତୁ ଭୁଲ କହିଲୁ। ଆରେ ହେଲା ବାବା ହେଲା, ଏତେ ଗୁଡ଼ିଏ ସ୍ନେହ ମମତା ରଖିବା ପାଇଁ ମୋ ପକେଟରେ ଜମା ଜାଗା ନାହିଁ। ସେଇଥିପାଇଁ 6ଟା ବଡ ବଡ ପକେଟ ଥିବା ବାଲା କୋଟ ପ୍ୟାଣ୍ଟ ତିଆରି କରିଛି, ଯାହାକୁ ପିନ୍ଧି ବ୍ୟାଣ୍ଡ ପାର୍ଟି ମେଳରେ ଆଉ ବରଯାତ୍ରୀ ସାଙ୍ଗରେ ଏମିତି ପାଗଳ। ତୁ କାହାକୁ କହିଲୁ ପାଗଳ? ନା ନା ମୁଁ ତତେ ପାଗଳ ବୋଲି କହିନି ପାଗଳ, ମୁଁ ଅଜୁକୁ ପାଗଳ ବୋଲି କହୁଛି। ତୁ ଠିକ କହିଛୁ ଭାଇ। ଅଜୁ ଭାଇ ପାଗଳ ହୋଇନଥିଲେ ସେ ବାହାଘର ପାଇଁ ରାଜି ହୋଇଥାନ୍ତା କି? କଣ କହିଲୁ? ମୁଁ ପାଗଳ ନୁହେଁ ତ କଣ? ଭଲ ପାଇ ପୁଣି ବିବାହ ଜଞ୍ଜାଳକୁ ନିଜ ଜୀବନରେ ପୁରଉଛୁ। ତୁ ପାଗଳ ନୁହେଁ ତ ଆଉ କିଏ? ମୁଁ ପାଗଳ। ବାହାଘର ମାନେ ଜଞ୍ଜାଳ? ୟେସ୍ ଜଞ୍ଜାଳ। ବିବାହର ଅର୍ଥ ହଉଛି 1ରୁ 2, 2ରୁ 3, 3ରୁ 4, ହେଲେ ପକେଟ ଲମ୍ବା ସର ବଢିଯାଏ ନେ ଭାଇ। କେବଳ ଖର୍ଚ୍ଚ। ଯେଉଁ ଲୋକ ଜାଣିଶୁଣି ନିଜ ଫାଙ୍କା ଜୀବନକୁ ସମସ୍ୟା ବହନ କରେ ତାକୁ ପାଗଳ କୁହାଯିବନି ତ ଆଉ କାହାକୁ ପାଗଳ କୁହାଯିବ? ଆରେ ଅଜୁ ଇଏ କାଲି ଭାରି ଭଲ ଭଲ କଥାବାର୍ତ୍ତା କରୁଛି ରେ। ଭାଇ ଇଏ ପାଗଳ ଫାଗଳ କିଛି ନୁହଁ, ଖାଲି ଡ୍ରାମା କରୁଛି ଡ୍ରାମା। ନାଇଁ ରେ ଅଜୁ ତୁଣ୍ଡ ଶ୍ରୀତୁଣ୍ଡ ହଉରେ। 2 ବର୍ଷ ତଳର ସେଇ ଆଡଭୋକେଟ ମୁନା ମହାପାତ୍ରଙ୍କୁ ମୁଁ ପୁଣି ଥରେ ସେମିତି ଦେଖିବାକୁ ଚାହୁଁଛି। ପୁଣି ଥରେ ଜମା ନୁହଁ ଭାଇ, ଜମା ନୁହଁ। ଓକିଲାତି ପାଠ ପଢି ଆଉ ମୁଣ୍ଡ ସାରା ପୁରା ଜାମ ହେଇଛି। ଚିଠିରେ 2-4ଟା ବିଧା ବସିଗଲେ ଏକାଥର ସିଧା ହେଇଯିବନି। ନାଇଁ ରେ ଅଜୁ ସେ ଓକିଲାତିରେ ପାଗଳ ହେଇନି, ତାକୁ କେହି ଜଣେ ରୂପସୀ ପାଗଳ କରିଦେଇଛି। ଆଉ ସେଇଥିପାଇଁ ସେ ଚନ୍ଦ୍ରପୁଷ୍ଟକୁ ଯିବାକୁ ଚିଠି। ଆଉ ତୁ କହୁଛୁ ତା ପିଠିରେ ବିଧା? ମୋ ପିଠିରେ ବିଧା? କାହିଁକି ଅଛୁ ଭାଇ? ତୁ କଣ ମତେ ପାଗଳ ବୋଲି ଭାବିଲୁ? ତୁ ଜାଣିଛୁ ନା ମୁଁ ଇଚ୍ଛା କଲେ ଲୈଲା ମଜନୁ ଠାରୁ ଆରମ୍ଭ କରି ଦେବଦାସ ପାର ଆଉ ମୋ ପ୍ରେମ କାହାଣୀ ମଧ୍ୟ ଲେଖିପାରେ। ଯଦି ତମ ମାନଙ୍କର ମୋ ପ୍ରତି ବିଶ୍ୱାସ ହଉନି ତାହେଲେ ମତେ ପରୀକ୍ଷା କରି ଦେଖ। ମୁଁ ଦେଖିବି ତୁମେ ମାନେ ବେଶୀ ଇଣ୍ଟେଲିଜେଣ୍ଟ ନା ମୁଁ ବେଶୀ ଇଣ୍ଟେଲିଜେଣ୍ଟ। ହେଲା ମୁନା ତୋ ପରୀକ୍ଷା ହବ। ଯଦି ତୁ ପରୀକ୍ଷାରେ ପାସ୍ କଲୁ ଆମେ ଜାଣିବୁ ତୁ ପାଗଳ ନୁହେଁ, ଆଉ ଯଦି ପରୀକ୍ଷାରେ ଫେଲ୍ ହେଲୁ ତୁ ପାଗଳ ବୋଲି ସାବ୍ୟସ୍ତ ହେଇଯିବୁ। ହଁ ଆଉ ତାପରେ ତୁ ଚିଡ଼ିବୁନି ତ? ତାହେଲେ ତତେ ମୋ ପ୍ରଶ୍ନର ଉତ୍ତର ଦିଅ। ଏ ଭାଇ ପାଗଳ ଦୁନି ପ୍ରଶ୍ନ ପଚାରିବ। ପଚାର ତୋ ପ୍ରଶ୍ନ ପଚାର। ଆଚ୍ଛା କହିଲେ ଦେଖି, ଆମେରିକା ବେଶୀ ଦୂର ନା ଜହ୍ନ ବେଶୀ ଦୂର? ଏ ବିଜୁ ଭାଇ ଏଇଟା ଗୋଟେ ପ୍ରଶ୍ନ। ଆରେ ଛୋଟ ଛୁଆଙ୍କୁ ମଧ୍ୟ ପଚାରିଲେ ସେ କହିଦେବ ଜହ୍ନ ବେଶୀ ଦୂର। ହାରିଗଲୁ। ଏ ଅଜୁ ଭାଇ ତୁ ହାରିଗଲୁ। କଣ କହିଲୁ? ମୁଁ ହାରିଗଲି? କେମିତି କହିଲୁ? କେମିତି? ବୋକା ଭାଇ, ଯୋଉ ଜିନିଷଟା ଦେଖାଯାଏନି ସେଇଟା ଦୂରରେ, ଯୋଉ ଜିନିଷଟା ଦେଖାଯାଏ ସେଇଟା ପାଖରେ, ହେଲେ ଜହ୍ନକୁ ତ ଆମେ ଦେଖିପାରୁ। ହେଲେ ଆମେରିକାକୁ ଦେଖି ହୁଏ ନା। ଅଜୁ ଭାଇ ହାରିଗଲା। ମୁଁ ପୁରା ଏଇଠି ରହିଲେ ନା ପୁରା ବେଦେ ନାହିଁ। ଭାଇ ତୁ ୟାକୁ ସମ୍ଭାଳ। ଅଜୁ ଭାଇ ହାରିଗଲା। ଏଇଠି ରହିଲେ ନା ଇଏ ମତେ ପୁରା ପାଗଳ କରିଦେବ। ଗଲା ଭାଲୁ ଲାଙ୍ଗଟାକୁ ମୋ ପାଖରେ ଧରି ଦେଇ ଚାଲିଗଲା। ଏ ଭାଇ
ସେ ଯାଉ ଚାଲୁନୁ ଆମେ ସାଙ୍ଗ ହୋଇ ଶୋଇପଡ଼ିବା ତୁ ମୋତେ ନାନା ବାୟା ଦେଖୁ ନାହିଁ ଶୁଆଇଦେବୁ କାହିଁକି ତୁ କଣ ଛୋଟ ପିଲା ହେଇଛୁ ଏକା ଶୋଇପଡୁନୁ ଏକା ଶୋଇବି ଶୁଆଇ ଦେଲେ ତ ଶୋଇବି ଆଜ୍ଞା ସବୁଠୁ ଶସ୍ତା ଜିନିଷ ଆଜ୍ଞା ଆଜ୍ଞା ଏଇ ଜିନିଷ ପଡିଲେ ଆଜ୍ଞା ରାତିକି ନିଦ ହବନି ଦିନରେ ଶୋଇପାରିବିନି ଆଜ୍ଞା ଆଜ୍ଞା ଆଳୁ କେଜି 35 ଟମାଟୋ କେଜି 80 କୋଟି ପୋଟଳ 40 ଆମର ଏଇ ମ୍ୟାଗାଜିନ୍ ଖାଇବ 10 ଟଙ୍କା पूरा सस्ता आज्ञा आज्ञा आजिकल देखुं लुण किलो 40 आज्ञा यही जिनिस किणी नियंतु सबुठ सस्ता आज्ञा आसीगला आपण मानक ताजा खबर मजा खबर जबरदस्त खबर आज्ञा केवल प्राप्त वयस्की युवक युवती माने यही मैगजीन को पढ़िले ताकर देह मना जावाना पड़ब उठब आज्ञा सबुठ सस्ता आज्ञा मैगजीन ना जानी ना ए मैगजीन ना हूँ मारपीट कर आज्ञा आज्ञा ये पेपर ना मो क्या भल पाऊनी मोबाइल रे मिस कल मारे पैसा मोर खर्च हम ना दरकार ना से कथा आज्ञा नहीं नियंतु मात्र 10 टंका विनिमय गोटे गोटे आई लव यू मैगजीन किनी नियंतु आज्ञा सबुठ सस्ता आज्ञा भद्रवर्ती तू तो भद्र आज्ञा आज्ञा नमस्कार आप आज्ञा नहीं नियंतु और बहुत सारे नहीं आज्ञा नहीं बरम आज्ञा आज्ञा मात्र 10 टका आप मिलाइछन्ति कि आप कलर भड़ा पड़ुଛି ଆଉ ଆପଣ ମିଳାଇଛନ୍ତି ନାଇଁ ଆମ ବସ୍ ଆଇଲେ ପଇସା ଦେବେ ବସ୍ तो चला बस ना पेला बस आइए बस चला आज्ञा बही कौन कहवाक नहीं आज्ञा राति निद हेनी दिन शोई पारे निश्चय लेखक आज्ञा गंगाधर साहू आज्ञा से पुरुष नुहति आज्ञा से होती महापुरुष
ଆଜ୍ଞା ନମସ୍କାର ଆଜ୍ଞା କ'ଣ ହେଲା ଆଜ୍ଞା ଦେଇଦେଲେ କିଛି ନୂଆ ନାହିଁ ଚିହ୍ନା ନାହିଁ ପର୍ତ ନାହିଁ କ'ଣ ବୁଝିବି ଆଜ୍ଞା ପେପର ଆଜ୍ଞା ମ୍ୟାଗାଜିନ୍ ଆଜ୍ଞା ମ୍ୟାଗାଜିନ୍ ବିକୁଛୁ ଆଉ ଇଏ ସାର୍ ତୁ ମ୍ୟାଗାଜିନ୍ ବିକୁଛୁ ଆଜ୍ଞା ଆରେ ସର୍ ମ୍ୟାଗାଜିନ୍ ଆଜ୍ଞା ମ୍ୟାଗାଜିନ୍ କହୁଛନ୍ତି ଆଜ୍ଞା କୋଉଠୁ ପାଇବୁ ଆଜ୍ଞା ମୁଁ ଏବେ କିଣି ଆଣିଛି ଆଜ୍ଞା ଏଇ ମ୍ୟାଗାଜିନ୍ କୋଉଠୁ ବିହାରରେ କିଣିଲ ପଶ୍ଚିମବଙ୍ଗରୁ କିଣିଲୁ ଭାଇ ନାଇଁ ନାଇଁ ଏ ଆମର ସେଇଟା କ'ଣ ନାହିଁ ଯା ଦିଲ୍ଲୀ ସେଇଠୁ ମ୍ୟାଗାଜିନ୍ ଆଜ୍ଞା ଆଉ ଏଇଟା ଚାଇନା ମଡେଲ ନା କ'ଣ ମଡେଲ ଭାଇ ନାଇଁ ଆଜ୍ଞା ଏଇଟା ପିଓର ଦିଲ୍ଲୀ ମଡେଲ ନା ଦିଲ୍ଲୀ ମଡେଲ ହଁ ମ୍ୟାଗାଜିନ୍ ଦେଖୁଛୁ ତମ ଗାଁକୁ ଆସିବେନି କୋଟି ଦେବାକିରେ ଜାଗା ଯୋଉ ଜାଗାରେ ମୁଁ କେବେ ଦେଖିନି ସେ ଜାଗାକୁ ହେଲେ ମାରିଦେଲେ ରେ ମୁଁ କ'ଣ କରିବି ଆଣ୍ଠେଇବି ନାହିଁ ଏ ପ୍ରଭୁ ଆଜ୍ଞା କୁଷ୍ଟ କରୁଥିଲେ ନିଆ ଆମେ ଆଜ୍ଞା ବିକିଲେ କିଆ ବେପାରକୁ ମାଇଲେ ତ ମାଇଲେ ଦରମରା ହେଲେ କରିଦେଲେ କ'ଣ କରିବି ଆଜ୍ଞା ଠିଆ ହେବାକୁ ହେଲେ ବଳ ପାଉନି ଯିବି ଯାଇକିରି ଗୋଟେ ଇଞ୍ଜେକ୍ସନ୍ ଟିକେ ଦେବି ଦେଲା ଦେଲେ ପୁରା ହିରୋ ହେଇଯିବି ଆଉ ତା ପୂର୍ବରୁ ମୋର ମେନ୍ କଥାଟା ଭୁଲିଗଲି ଆମର ଆଇଟମ୍ ଲବଙ୍ଗ କାହିଁ ଦେଖା ଯାଉନି ଅଚିନାକେ ଲବଙ୍ଗ ଖାଇଛେ ତେଣେ ହୃଷ୍ଟପୁଷ୍ଟ ହେଲେନି ନା ମୋର ଆଇଟମ୍ ବି ବେଷ୍ଟ ଆଇଟମ୍ ଡାକିବା ଘରେ ତ ଥିବ ଆଉ ଲବଙ୍ଗ ତମ ଭଳି ପେସେଣ୍ଟ ଥାଉ ଥାଉ ଏ ଲବଙ୍ଗକୁ ଆଉ କିଏ ଗାଈ ଖାଇ ହୃଷ୍ଟପୃଷ୍ଟ ହବ କହିଲ ତମେ ସତ କହୁଛ ଲବଙ୍ଗ ସତ କହୁଛି ମୋ ଆଖି ଛୁଇଁଲ ନାଇଁ ଥାଉ ଥାଉ ଏ ଲିଙ୍ଗ ଭାଇ ତମର କ'ଣ ଏ ଲବଙ୍ଗ ଉପରେ ଭରସା ନାହିଁ ଅଛି ତେଣୁ ତ ଆଉ ଗୋଟେ ମିନିଟ୍ ବି ବିଳମ୍ବ କରିବାକୁ ଚାହୁଁନି ମତେ ଟିକେ ଚାନ୍ସ କରିବେ ମତେ ନା ଭାରି ଲାଜ ଲାଗେ କାହିଁକି ଲୋ କାଳେ କିଏ କୋଉଠି ଦେଖିବ କିଏ ନାହାନ୍ତି ସବୁଠୁ ସେ 3 ଜଣ କରୁଛନ୍ତି ଆଉ ସତ କହୁଛ ଦେଖ ସେତେବେଳେ ଲିଙ୍ଗରାଜ ପଥା ସିଏ ପାଲଟି ଯାଇଥିବ ଦୁର୍ବଳରୁ ମାଟ ଖାଇକି କେତେ କହିବି ଦୁର୍ବଳରୁ ସବଳ ହେଇଯାଇଥିବ ଆଉ ଖାଲି ସୁନୀଲ ସେଠି ପରି କାନ୍ଦେ ନା କ'ଣ ତୋର ଏକ୍ସପାୟାର ଡେଟ୍ ଅଛି ନା ଚାଲି ଯାଇଛି ଶଳାର ଠିପିଟା ପୁରା ହୁଗୁଳା ଲାଗୁଛି ଆଉ ତମ ମୁଣ୍ଡ କିଛି କାମ କରୁନି ସେଇଥିପାଇଁ ତମେ ଏମିତିଆ କଥାବାର୍ତ୍ତା କରୁଛ ମେଡିକାଲ ଗଲେ ତମେ କ'ଣ ଜାଣିନା ମୁଁ ପରା ଏବେ ଲେଲା ମଜନୁଙ୍କ କଲେଜରେ ଏଇ 7 ଦିନ ହବ ଆସିଷ୍ଟାଣ୍ଟ ଲବ୍ ଟିଚର ଭାବେ ଜଏନ୍ କରିଛି ଆଉ କୋଉ ଟିଚର ମିଳିଲାନି ଆକୁ ଆଲୋ ଆସିଷ୍ଟାଣ୍ଟ ଲବ୍ ଟିଚର ମାନେ ତୁ ଟଚ୍ କରା କରି ଉପରେ ନାଇଟ୍ କ୍ଲାସ କରିବୁ ତମେ କେମିତି କହୁଛ ଆମ ଅଫିସରେ ସେମିତି ନୁହନ୍ତି ମା ଆମ ପ୍ରିନ୍ସିପାଲ ନା ଭାରି
बढ़िया ଆଉ तम लपंग छोड़ से कहीं के कॉलेज रे काहू टीचर भाবে जॉइन करछने कहिला ସେଇ କଥା ବସି ଭାବୁଥିଲେ ଲବଙ୍ଗ ନିଆଁ ଆଉ ଝିଅ ଝିଅ ଆଉ ନିଆଁ ନାଇଟ୍ କ୍ଲାସ୍ ଚାଲିଥିବ ପବନ ସାଇଁ ସାଇଁ କେତେ ବଳିଲା ସାଇଁ ସାଇଁ ଗଡୁଥିବ ଆଉ ଏସବୁ ଡାହାଳା କୁକୁର ଗୁଡାକ ଖାଲି ଶୋଇ ଭୁକୁଥିବେ ଆଉ कॉलेज रूम रे तमे प्रिंसिपल तमे ड्रीम गर्ल सीधी देखुथुबो मझिरे दुई को एकला देखी तम मेल कास्ट का एते छोट हाँ? एते निचा हाँ कहलु एते हिना आउ तम फीमेल कास्ट को भल लगे हेलो ते मु प्रूव देखी देखे आई लव यू मैगजीन रो प्रथम पेज रे कौन लेखा है देखे तोर दुनिया देखा प्रथम पेज रे कौन लेखा है तू नीचे पढ़े प्रेमिक चाकरी पाइला परे पूर्व प्रेमिक को परित्याग करी निज ऑफिसर संगरे चंपट तोड़ा बिचाराटा टच करियो बोली केते इच्छा थिला सेसुकु ट्रेन चक्का तले आत्महत्या कला तमे कहीं से भाबुच कइला नहीं तमको छड़ी तम लाभ कर के बच मोर भी सहीयालो आउ विलंब करनी मत क्रॉस कर अबे छाड़ दे धन्य कहबो मते अबे तो छाड़ दे आज्ञा लवंग टच करियो मते भारी लाज कहना कौन लाज लगुची तोते लाज लगुची तार टच कर गाड़ी पड़ू कहलु केते थर कहली तोते मु केते थर कहली ट्यूशन वाला फेरी वाला एमती थोड़ा हकर वाला मानू केबे विश्वास कर भल लगे एमाने थोड़ा एमती पीड़ा देते खोजले भी पाइबुनु लिंगराज उमने हटा धरो अपार बोलो तार इज्जत उपर रखी छाड़बी दस कार बोले तुमको हेल्ले टच कर तोरा कर्पू एरिया भीतर को पाद बढ़ाइले तो लिंगराज लिंग उगले दे तुम कर्फ एरिया भांगी मो पाद बढ़ेली तमें मोर कंटा करदेव मरीगला कौन रे ये माँ कौन कहलु मत जेल हो फांसी हो माने मो जीवन टा पूरा धन्य हो कौनटा गल तू जमा व्यस्त है ना तू जमा व्यस्त है ना मुझे डुबुकी ना गली और डुबुकी ना आईली जमा व्यस्त है ना आ जाओ
ଗୋଡଟା ଖାଲି ଝିମ୍ ଝିମ୍ ହେଇଯାଉଥିଲ ତମ ହାତ ଝିମିକି ନେଇଯାଉଛି ଆଉ ମୁଁ ତାହେଲେ ଧରିକି ଘଷି ପକଉଛି ମୋ ଗୋଡଟା ଖାଲି ଲାଠି ହେଇଯାଉଥିଲ ଲବଙ୍ଗ ତମ ଗୋଡଟା ଲାଠି ହେଇଯାଉଛି ମୋ ଛାତିଟା ଖାଲି ଧାନ ଫୁଟିଲା ପରି ଖାଉଥିଲ ଲବଙ୍ଗ ତମ ଛାତିଟା କେତେ ଧାନ କୁଟିଲା ଭଳି ହେଇଯାଉଛି ତମ ଛାତିଟାକୁ ଟିକେ ଘଷି ଦଉଛି ଟିକେ ଘଷି ଦଉଛି ସକାଳୁ ଉଠୁ ଉଠୁ ମୋର ମୁଁ ଯାଇଛି ଭଲ ଲାଗିଲା ନାଇଁ ଲୋ ଲବଙ୍ଗ ଆହୁରି କିଛି କିଛି ହଉଛି ନା କିଛି ଆଲୋ ଟିକେ ପାଚିବ ଆମେ ଦୂରରେ କଣ ଶାନ୍ତି ଧନ୍ୟ କହିବ ମତେ ଏବେ ଶଳା ସାବଳା ଶୁଖୁଆ ଭଳିଆ ପଡିଥିଲୁ ତ ପାଣି ନେଇକି ଆସିଲା ବେଳକୁ ଶେଳ ଭଳିଆ ଦେଇଲୁଣି ଏବେ ଛାଡବେ ଶଶୁରଜୀ ନମସ୍କାର ସମସ୍ତଙ୍କୁ ଟିକେ ଟଚ୍ କରିବାକୁ ଦିଅ ନା ମୋ ଘରୁ ବାହାରବେ ବାପା ବାପା ନା ଚୋପା ମତେ କहीं ଧର ହେଇଯାଉଛି କଣ୍ଟ୍ରୋଲ ନା କଣ କହିଲ ଲବଙ୍ଗ ଖାଲି ତୋର ବାପା ବେଲି ମୁଁ ଏତେ ମଞ୍ଜ ସମ୍ଭାଳିଥିଲି ଆଉ କିନ୍ତୁ ସମ୍ଭାଳି ପାରିବିନି बुरा लगा तो चीर दूंगा पेरू अन्ना रेड्डी इच्छपुर मु तो मोर मारिकी न पारिल कहीं हबन तू जानती रे ना तू जेल सा तू मो टंका दे पारबुनु लगे मुझे यौतुक देती रे झील को मो मारिकी ना पारि तू कौन दान कर तू टेकबू आम ସବୁବେଳେ ନେବି ସବୁବେଳେ ନେବି ରେ ତୁ ମୋର ସ୍ୱାମୀ କିସ କରିବୁ ରେ ଆରେ ତୁ ମୋର ଭାଇପ ହବୁ ନା ତ ନା ତୋ ଚାକିରେ ବି ସ୍ୱାମୀ କିସ फाउंडेशन पड़ुची एति तू बहुत होल तोर बिल्डिंग भूगाई गले तू खाली गिली गिली चाचा कबुलो जल्दी पड़े पशुला सब सर्वनाश करदेव अन्ना मो झीवर जब किसी हो जाए ना मुझे तो अरे स्पीड रे यार दांत दर्द है रे यार गोड़ा दर्द है रे इसको बने रे छाड़ी देवी लो छाड़ी देवी अरे मो सस्ता माने मोर भाई पहलो जते सुना पिंधिबू भलो शाड़ी पिंधिबू हिरिली चपल पिंधे दांडरे बुली बुल खाली हाँ कर ମୁଁ ତମ ଥରେ ରାଜି ହେଲା
स्वामी किसो अयो स्वामी और बलदेवना चल रहे अरे श्रीनो है बालाजी बुढ़े को छाड़ दे ಭಗವಂತನ ಕ್ಷಮ ಕೈಗಳಿ ಹೆಸರೇ ಮೋ ಜಿಯಾಗುದು ಅಯ್ಯಯ್ಯೋ ಮಾರೆ ತುಂಬಿಲ್ಲ ಅನ್ನ ಬರೋದು ತುಂಬಿಲ್ಲ ಅಪ್ಪ ಏನು ಇದು ಕಟ್ಟಿಗರು ಪಿಂಗಿದಾರ ಅಕ್ಕಿ ಬನ್ನು నా పేరు అన్నారెడ్డి నేను ଇଚ୍ଛାପୁରରେ ପଇଡ଼ ବିକିବାର ଗୋଟେ ପୋଲିସ ବାଲା ହେଇକିରି ପଇଡ଼ ମାଗିଲା ମୁଁ ଦେଲି ହେଲେ ପଇସା ଦେଲାନି କହିଲା ମୁଁ ପୋଲିସ ଗୋଟେ ପଇସା ମାଗୁଛ ସିଧା ଭିତରେ ପୁରେଇ ଦେବି ପଛରେ ତା ଘରକୁ ଗଲି ତା ଘରକୁ ଯାଇ पुलिस वाला गोड़ा तो बांधी देले तापर हग्गरे माई को गुरत हग्गरे क्यों गुरत घोड़ा आनिकी घोड़ा बोले कि तो जानचु कि जानू रे जानू रे जानू रे गुली नथिला रे ସେଥିପାଇଁ ପଇଡ଼ ନା କାଟିଦେଲେ ସେ ଦିନଠୁ ଇଚ୍ଛାପୁର ଆନ୍ନା ବେଲେ ସମସ୍ତେ ଆରେ ସେନ ପୁରା ତା ରାମ ନାମ ହେଇଗଲା ରେ ଭଲ ହେଲା ତୁ କାହିଁକି କାନ୍ଦୁଥିଲ ଇଆଡ଼େ ଆଲ ମୁଁ ତତେ ଚୁରିଟା ତଳେ ପଡ଼ିଯିବାରୁ ଏଇଟା ସ୍ୱାନି କିସ ହଉଛି ରେ ଆରେ ଟ୍ରେନ ତାକୁ ଛାଡ଼ିଦେ ରେ